ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଚନ୍ଦନ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସୁଗନ୍ଧରେ ମହକିଲା ବିନ୍ଦୁସାଗର କୂଳ ଏକାମ୍ରବନ। ଏକାମ୍ର ବିଧାୟକ ବାବୁ ସିଂଙ୍କ ନେତୃତ୍ୱରେ ଏହି ଉତ୍ସବଟିକୁ ଖୁବ୍ ଧୁମଧାମରେ ପାଳନ କରାଯାଇଛି। ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିରୁ ନିସ୍ତାର ପାଇଁ ବିନ୍ଦୁସାଗରରେ ସ୍ନାନ କରିବା ସହ ଦେହରେ ସୁବାସିତ ଚନ୍ଦନ ଓ ବେକରେ ମଲିମାଳ ପକାଇ ଉତ୍ସବଟିକୁ ମହା ଆଡମ୍ବରରେ ପାଳନ କରାଯାଇଛି। ଏହି ଅବସରରେ ବିନ୍ଦୁସାଗର ପୁଷ୍କରଣୀ ଓ ଏକାମ୍ରବନ ଆଲୋକରେ ସଜେଇ ହୋଇଥିଲା। ରାତିରେ ଉତ୍ସବଟିକୁ ଉତ୍ସବ ମୁଖର କରିବା ପାଇଁ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ ସହ ସମସ୍ତଙ୍କ ପାଇଁ ଆନନ୍ଦ ବଜାରର ବ୍ୟବସ୍ଥା କରାଯାଇଥିଲା। ଏହି ଉତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ସମ୍ପତ ସ୍ୱାଇଁ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ଆଶ୍ରିତ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ସୁର ରାଉତ, ରଶ୍ମି ମହାପାତ୍ରଙ୍କ ସହିତ ବିଜେପି ଓଡ଼ିଶା ପ୍ରଦେଶ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ଅଗଣିତ ଜନସାଧାରଣ ସାମିଲ ହୋଇ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଆରାଧନା କରି ଆନନ୍ଦ ଉଲ୍ଲାସରେ ଚନ୍ଦନ ଉତ୍ସବ ପାଳନ କରିଥିଲେ। ଭୁବନେଶ୍ୱରରୁ ଏଲନା ମହାନ୍ତିଙ୍କ ରିପୋର୍ଟ, ଜନଶକ୍ତି ଟିଭି।